ଯେମିତି ବଢି ଚାଲିଛି ଶୀତର ପ୍ରକୋପ ସେମିତି ବଢି ଚାଲିଛି ମନ୍ଦିରରୁ ଚୋରି। ଶୀତର ପ୍ରକୋପ ଯୋଗୁଁ ଲୋକମାନେ ରାତିରେ ବାହାରକୁ ବାହାରୁ ନଥିବା ବେଳେ ମନ୍ଦିରରେ କେହି ରହୁନଥିବାରୁ ଚୋରମାନେ କଳା କନା ବୁଲାଇ ଦେଉଛନ୍ତି। ସେହିପରି ଗତ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବଲାଣି ଥାନା ଶାନ୍ତିନଗର ପାର୍ଶ୍ୱରେ ଥିବା ଶିରିଡି ସାଇ ବାବାଙ୍କ ମନ୍ଦିରର ତାଲା ଭାଙ୍ଗି ଚୋରି କରି ନେଇଛନ୍ତି ଦୁର୍ବୃତ୍ତମାନେ। ସାଇ ବାବାଙ୍କ ପୂଜା ନିମନ୍ତେ ବ୍ୟବହୃତ କଂସା ବାସନ, ଦାନ ବାକ୍ସରେ ଥିବା ଟଙ୍କା ଏବଂ ଆସନ୍ତା 22 ତାରିଖରେ ପୂଜା ନିମନ୍ତେ ରଖାଯାଇଥିବା ନଗଦ 45,000 ଟଙ୍କାକୁ ଦୁର୍ବୃତ୍ତମାନେ ଲୁଟି ନେଇ ଚମ୍ପଟ ମାରିଛନ୍ତି। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରି ହୋଇଥିଲା। ତେଣୁ ଏନେଇ ବଲାଣି ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ପହଞ୍ଚି ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।